ପିତୃପୁରୁଷଙ୍କ ମୁକ୍ତି ଓ ସନ୍ତୋଷ ପାଇଁ ଅମାବାସ୍ୟା ତିଥିରେ ତର୍ପଣ, ଦାନ ଓ ଗ୍ରହଦୋଷ ମୁକ୍ତି ପାଇଁ ବିଭିନ୍ନ ଉପାୟ କରାଯାଇଥାଏ। ହିନ୍ଦୁ ଧର୍ମରେ ଅମାବାସ୍ୟା ତିଥିର ନିଜସ୍ୱ ମହତ୍ତ୍ୱ ରହିଅଛି। ଏହି ତିଥିରେ ପିତୃପୁରୁଷଙ୍କ ପାଇଁ ତର୍ପଣ, ଗ୍ରହ ଶାନ୍ତି ପାଇଁ ହୋମ, ଦାନ ଆଦି କରାଯାଏ। 3 ବର୍ଷ ପରେ ଏବେ ଅଧିକ ମାସ ବା ବଳ ମାସ ଚାଲିଅଛି, ଯାହାକୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ। ଶାସ୍ତ୍ରରେ ଏହି ପୁରୁଷୋତ୍ତମ ମାସର ଅମାବାସ୍ୟା ତିଥିର ଖାସ୍ ମହତ୍ତ୍ୱ ରହିଅଛି। ଏହି ମଳ ମାସ ବା ପୁରୁଷୋତ୍ତମ ମାସର ଅମାବାସ୍ୟା କାଲି ଅନୁଷ୍ଠିତ ହେବ। ଧାର୍ମିକ ମାନ୍ୟତା ଅନୁସାରେ ଅମାବାସ୍ୟା ତିଥିରେ ସମସ୍ତ ପିତୃଗଣ ପୃଥ୍ୱୀ ଲୋକକୁ ଆସନ୍ତି ଓ ନିଜ ପରିଜନଙ୍କ ଦ୍ୱାରା ଦିଆଯାଇଥିବା ପିଣ୍ଡଦାନ ଓ ତର୍ପଣ ଆଦି ଗ୍ରହଣ କରି ସେମାନଙ୍କୁ ଆଶୀର୍ବାଦ କରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ ଥିବା ପିତୃଦୋଷ ସମାପ୍ତ କରିବା ପାଇଁ ଅନେକ ପ୍ରକାର ଉପାୟ ରହିଅଛି। ଆସନ୍ତୁ ଜାଣିବା ପୁରୁଷୋତ୍ତମ ମାସ ଅମାବାସ୍ୟାରେ କ'ଣ କ'ଣ ଉପାୟ କରାଯାଇପାରେ। ଜୟ ଜଗନ୍ନାଥ, ନମସ୍କାର। ବନ୍ଧୁଗଣ, ଆପଣମାନଙ୍କୁ ମୋର ୟୁଟ୍ୟୁବ୍ର ଓଡ଼ିଆ ଚ୍ୟାନେଲ୍ ଜ୍ଞାନଗଙ୍ଗାର ଆଜିର ଏହି ନୂତନ ଅଧ୍ୟାୟକୁ ସ୍ୱାଗତ କରୁଅଛି। ଏହି ପୁରୁଷୋତ୍ତମ ଅମାବାସ୍ୟା ଆଜି ଅର୍ଥାତ୍ ଅଗଷ୍ଟ 15 ତାରିଖ ମଙ୍ଗଳବାର ଦିନ 12:42 ଆରମ୍ଭ ହୋଇ ଆସନ୍ତାକାଲି 16 ତାରିଖ ବୁଧବାର ଦିନ 3:07 ଶେଷ ହେବ। ତେବେ ଉଦୟା ତିଥି ଅନୁସାରେ 16 ଅଗଷ୍ଟକୁ ଅମାବାସ୍ୟା ଭାବରେ ଗ୍ରହଣ କରାଯିବ। ଏବେ ଆସନ୍ତୁ ଜାଣିବା ପିତୃଦୋଷ କ'ଣ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପିତୃଦୋଷର ବିଶେଷ ମହତ୍ତ୍ୱ ରହିଅଛି। ପିତୃଦୋଷକୁ ଶୁଭ ବା ଭଲ କୁହାଯାଏ ନାହିଁ। ହିନ୍ଦୁ ଧର୍ମ ଅନୁସାରେ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତା'ର ଅନ୍ତିମ ସଂସ୍କାର ଠିକ୍ ଭାବରେ କରାଯାଏ ନାହିଁ, ତାହେଲେ ତା ପରିବାରର କେତେ ପିଢ଼ି ପର୍ଯ୍ୟନ୍ତ ପିତୃଦୋଷ ଲାଗେ, ଯାହାଦ୍ୱାରା ସେମାନଙ୍କ ପରିବାରରେ ଅଶାନ୍ତି ଏବଂ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ। ଆହୁରି ମଧ୍ୟ ଯାହାର ଜାତକରେ ପିତୃଦୋଷ ଥାଏ, ସେ ସନ୍ତାନ ସୁଖରୁ ବଞ୍ଚିତ ହୁଏ। ସେହି ବ୍ୟକ୍ତିର ବ୍ୟବସାୟ, ଚାକିରି ଏବଂ ଗୃହ ସଂସାରରେ ମଧ୍ୟ ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ। ସେପରି ବ୍ୟକ୍ତିଙ୍କର ବହୁ ସମୟରେ ଖରାପ ସ୍ୱପ୍ନ ଆସେ। ଏବେ ଆସନ୍ତୁ ଜାଣିବା ଏହାର ପ୍ରତିକାର କ'ଣ କରାଯାଇପାରେ। ପୁରୁଷୋତ୍ତମ ଅମାବାସ୍ୟା ତିଥିରେ ଭଗବାନ ଶିବଙ୍କୁ ପୂଜା କଲେ ବିଶେଷ ଲାଭ ହୁଏ। ଜାତକରେ ଥିବା ପିତୃଦୋଷ ସମ୍ବନ୍ଧୀୟ ଗ୍ରହଦୋଷ ଦୂର କରିବା ପାଇଁ ଏହି ଦିନ ଶିବଲିଙ୍ଗରେ ଜଳ, ଦୁଧ, ଦହି, ମହୁ ଏବଂ କଳା ରାଶି ଚଢ଼ାନ୍ତୁ। ମୃତ୍ୟୁ ଭୟ ଏବଂ ଅଳ୍ପାୟୁ ଭୟ ଦୂର କରିବା ପାଇଁ ଧଳା ଅରକ ଫୁଲ, ବେଲପତ୍ର, ଦୁଦୁରା ଫୁଲ, ଭାଙ୍ଗ ବା ଗଞ୍ଜେଇ ଆଦି ମଧ୍ୟ ଶିବଙ୍କୁ ଅର୍ପଣ କରନ୍ତୁ। ଏହି ଦିନ ପିତୃପୁରୁଷଙ୍କୁ ତର୍ପଣ କରନ୍ତୁ ଏବଂ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ଘ୍ୟ ଦିଅନ୍ତୁ। ଏହି ଦିନ ସ୍ନାନ ପରେ ପିତୃସୂକ୍ତ, ପିତୃସ୍ତୋତ୍ର ଆଦି ପାଠ କରନ୍ତୁ। ଆହୁରି ମଧ୍ୟ ଏହି ଅମାବାସ୍ୟା ତିଥିରେ ଆପଣ ଏକ ଉପାୟ କରିପାରନ୍ତି। 5ଟି ନଡ଼ିଆ ନିଅନ୍ତୁ, ଯେଉଁଥିରେ ପାଣି ଥିବ। ସେହି ସବୁ ନଡ଼ିଆକୁ ଗୋଟିଏ ରସି ବା ସୂତାରେ ମାଳ କରି ଗୁନ୍ଥି ଦିଅନ୍ତୁ ଏବଂ କୌଣସି ନଦୀ ବା ନାଳ ଯେଉଁଠାରେ ପାଣି ପ୍ରବାହିତ ହେଉଥିବ, ସେଠାରେ ସେହି ନଡ଼ିଆ ମାଳକୁ ପ୍ରବାହିତ କରିଦିଅନ୍ତୁ। ନଡ଼ିଆ ପ୍ରବାହିତ କରୁଥିବା ସମୟରେ ନିଜ ପିତୃପୁରୁଷଙ୍କୁ ସ୍ମରଣ କରି ସେମାନଙ୍କଠାରୁ ଆପଣଙ୍କ ଅଜାଣତରେ ବା ଜାଣତରେ ହୋଇଥିବା ଭୁଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ଏବଂ ତାଙ୍କର ଆଶୀର୍ବାଦ ଭିକ୍ଷା କରନ୍ତୁ। ତା ସହିତ ଭଗବାନଙ୍କ ନିକଟରେ ମଧ୍ୟ ପ୍ରାର୍ଥନା କରନ୍ତୁ, ଯେପରି ଆପଣଙ୍କର ପିତୃପୁରୁଷଙ୍କର ମୁକ୍ତି ହେବ। ଏହାଦ୍ୱାରା ଆପଣଙ୍କର ବହୁତ ଲାଭ ହେବ। ଏ ହେଲା ପୁରୁଷୋତ୍ତମ ଅମାବାସ୍ୟାରେ ପିତୃଦୋଷରୁ ମୁକ୍ତି ପାଇବା ପାଇଁ କିଛି ଉପାୟ। ଆପଣମାନଙ୍କୁ ଭିଡ଼ିଓଟି କିପରି ଲାଗିଲା ନିଶ୍ଚୟ କମେଣ୍ଟସ୍ କରି ଜଣାନ୍ତୁ ଏବଂ ଆପଣମାନେ ଆହୁରି କ'ଣ ଜାଣିବାକୁ ଚାହୁଁଛନ୍ତି ତାହା ମଧ୍ୟ କମେଣ୍ଟସ୍ କରି ଜଣାନ୍ତୁ। ଆପଣମାନଙ୍କୁ ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ତାକୁ ନିଶ୍ଚୟ ଲାଇକ୍ ଓ ସେୟାର କରନ୍ତୁ ଏବଂ ଏପରି ନୂଆ ଜିନିଷ ଜାଣିବା ପାଇଁ ଆମ ଚ୍ୟାନେଲ୍ ସହିତ ଯୋଡ଼ି ହୋଇ ରୁହନ୍ତୁ। ପୁଣି ଭେଟ ହେବ ନୂଆ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ମାଗୁଛୁ। ନମସ୍କାର।